ପୁଅଟି ତା ମା ଏବଂ ଭଉଣୀକୁ ଘରୁ ବାହାର କରିଦେଲା। କିନ୍ତୁ ଯିବା ପୂର୍ବରୁ ମା ଯାହା କଲେ ତାହା ସାରା ଦୁନିଆକୁ କନ୍ଦେଇ ଦେଲା। ଏହି କାହାଣୀଟିକୁ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ଗାଁରେ ଥିବା ସେହି ପୁରୁଣା ମାଟି ଘରେ ଏବେ ବି ସେହି ବାସ୍ନା ଅଛି। ସକାଳ ହେବା ମାତ୍ରେ ଗୋବରରେ ଲିପା ଅଗଣାର ଏକ ମଧୁର ବାସ୍ନା। ତୁଳସୀ ଗଛ ପାଖରେ ଜଳୁଥିବା ଏକ ଦୀପରୁ ସେଇ ମଧୁର ବାସ୍ନା ଆସୁଥିଲା ଏବଂ କାନ୍ଥରେ ଏକ ଭଗବାନଙ୍କ ଫଟୋ ମଧ୍ୟ ଝୁଲୁଥିଲା, ଯାହା ଆଗରେ ପ୍ରତିଦିନ ଶାରଦା ଦେବୀ ହାତ ଯୋଡ଼ି ଛିଡ଼ା ହେଉଥିଲେ। ସମୟ ବଦଳି ଯାଇଥିଲା, କିନ୍ତୁ ସେଇ ଘରେ ସମୟ ଅଟକି ଯାଇଥିବା ପରି ମନେ ହେଉଥିଲା। ଶାରଦା ଦେବୀ ତାଙ୍କର ସାରା ଜୀବନ ଏଇ ଘରେ ବିତାଇଥିଲେ। ଏହି ଘର ତାଙ୍କର ସବୁ ସୁଖ ଦୁଃଖର ସାଥୀ ଥିଲା। ଏଇ ଘରଟି ତାଙ୍କ ହସ, ତାଙ୍କ ଲୁହ, ତାଙ୍କ କଠିନ ପରିଶ୍ରମ ଏବଂ ତ୍ୟାଗର ସାକ୍ଷୀ ଥିଲା। ଶାରଦା ଦେବୀ ଜଣେ ଏମିତି ମା ଥିଲେ ଯିଏ କେବେ ନିଜ ପାଇଁ କିଛି ମାଗିନଥିଲେ। ସେ ତାଙ୍କ ପୁଅର ଶିକ୍ଷା ତଳେ ତାଙ୍କର ନିଜର ସବୁ ସ୍ୱପ୍ନକୁ ଲୁଚାଇ ଦେଇଥିଲେ। ସେ କେବେ ତାଙ୍କର ସେଇ ଫୁଟୁକା ହାତ, ତାଙ୍କର ଅଧୁରା ମନର ଅଭାବ, ତାଙ୍କ ବଙ୍କା ପିଠି ଏବଂ ତାଙ୍କ ଥକି ଯାଇଥିବା ଶରୀରକୁ ଧ୍ୟାନ ଦେଉନଥିଲେ। ତାଙ୍କ ସ୍ୱାମୀଙ୍କର ଅନେକ ଦିନ ଆଗରୁ ମୃତ୍ୟୁ ହୋଇଯାଇଥିଲା। ସେତେବେଳେ ଅମିତ ବହୁତ ଛୋଟ ଥିଲେ ଏବଂ ରାଧା ତାଙ୍କ କୋଳରେ ଖେଳୁଥିଲା। ସେଇଦିନଠାରୁ ଶାରଦା ଦେବୀଙ୍କ ଜୀବନ ଦୁଇ ଭାଗରେ ବିଭକ୍ତ ହୋଇଗଲା। ଗୋଟିଏ ଭାଗ ପିଲାମାନଙ୍କ ପାଇଁ ଏବଂ ଅନ୍ୟ ଭାଗଟି ମଧ୍ୟ ପିଲାମାନଙ୍କ ପାଇଁ। ସେଇ ନିଜ ପାଇଁ କିଛି ଛାଡ଼ି ନଥିଲେ। ସକାଳ ଅନ୍ଧାରୁଆ ବେଳୁ ଉଠି ବିଲକୁ ଯିବା, ତାପରେ ଅନ୍ୟମାନଙ୍କ ବିଲରେ ମଜୁରିଆଙ୍କ ଭାବରେ କାମ କରିବା, ସନ୍ଧ୍ୟାରେ ଫେରି ପିଲାମାନଙ୍କ ପାଇଁ ରୋଷେଇ କରିବା, ସେମାନଙ୍କ କପଡ଼ାଲତା ଧୋଇବା ଏବଂ ସେମାନଙ୍କ ପାଠପଢ଼ାକୁ ଦେଖିବା, ଏହା ତାଙ୍କର ନିତିଦିନିଆ କାର୍ଯ୍ୟ ଥିଲା। ଯଦି କେବେ ତାଙ୍କୁ ଜ୍ୱର ହୋଇଥାଏ, ସେଥିରେ ମଧ୍ୟ ତାଙ୍କୁ କାମ କରିବାକୁ ପଡ଼ିଥାଏ। କେତେବେଳେ ପେଟ ଯନ୍ତ୍ରଣା ସତ୍ତ୍ୱେ ବି ତାଙ୍କୁ ପିଲାମାନଙ୍କ ପାଇଁ ଚୁଲିରେ ରୁଟି ସେକିବାକୁ ପଡ଼ୁଥିଲା। କିନ୍ତୁ ସେ କେବେ ତାଙ୍କ ପିଲାମାନଙ୍କ ଆଗରେ ତାଙ୍କ ଦୁର୍ବଳତା ଦେଖାଇ ନଥିଲେ। ଘରେ କେବଳ 3 ଜଣ ଥିଲେ, ଶାରଦା ଦେବୀ, ତାଙ୍କ ପୁଅ ଅମିତ ଏବଂ ଝିଅ ରାଧା। ଅମିତ ଜଣେ ମେଧାବୀ ଛାତ୍ର ଥିଲା। ଗାଁ ସ୍କୁଲର ଶିକ୍ଷକ ମଧ୍ୟ ତାକୁ ପ୍ରଶଂସା କରୁଥିଲେ। ଶାରଦା ଦେବୀ ଭାବୁଥିଲେ, ଭଗବାନ ଯଦି କିଛି ଦେଇଛନ୍ତି ତାହେଲେ ଏଇ ପିଲାମାନଙ୍କ ଦ୍ୱାରା ହିଁ ଦେଇଛନ୍ତି। ଏହି ବିଶ୍ୱାସ ପାଇଁ ସେ ନିଜ ଜୀବନକୁ ବାଜି ଲଗେଇ ଦେଇଥିଲେ। ଯେତେବେଳେ ଅମିତ୍ର ଆଗକୁ ପାଠପଢ଼ା ପାଇଁ ଟଙ୍କାର ଆବଶ୍ୟକ ପଡ଼ିଲା, ଶାରଦା ଦେବୀ ତାଙ୍କର ଚାଷ କରୁଥିବା ଜମିକୁ ମଧ୍ୟ ବନ୍ଧକ ରଖିଦେଇଥିଲେ। ଯେତେବେଳେ ଅମିତ୍ର କଲେଜ ଫିସ୍ ଅଧିକା ହେଲା, ସେ ତାଙ୍କ ଗହଣା ବିକ୍ରି କରିଦେଲେ। ଗାଁର ଲୋକମାନେ ତାଙ୍କୁ ବହୁତ ପ୍ରକାର କଥା କହୁଥିଲେ ଏବଂ ଥଟ୍ଟା ପରିହାସ ମଧ୍ୟ କରୁଥିଲେ। କିନ୍ତୁ ଶାରଦା ଦେବୀ ଏସବୁକୁ ସହି ଯାଉଥିଲେ। ତାଙ୍କର କେବଳ ଗୋଟିଏ ସ୍ୱପ୍ନ ଥିଲା, ତାଙ୍କ ପୁଅ ପାଠ ପଢ଼ି ବଡ଼ ମଣିଷ ହେଉ। ଏବଂ ସେଇ ଦିନ ଆସି ପହଞ୍ଚିଗଲା। ଅମିତ ସହରକୁ ଗଲା। ପ୍ରଥମ ଥର ପାଇଁ ଗାଁର ସୀମା ସେ ପାର କରିଥିଲା ଓ ପ୍ରଥମ ଥର ପାଇଁ ଟ୍ରେନରେ ବସିଥିଲା। ପ୍ରଥମ ଥର ପାଇଁ ତା ଆଖିରେ ବଡ଼ ସ୍ୱପ୍ନ ଥିଲା। ଯିବା ସମୟରେ ଶାରଦା ଦେବୀ ତାକୁ ଏତିକି କହିଥିଲେ, ପୁଅ, ଜଣେ ଭଲ ମଣିଷ ହେବୁ, କିନ୍ତୁ ତୋ ମଣିଷ ପଣିଆକୁ କେବେ ତ୍ୟାଗ କରିବୁ ନାହିଁ। ଅମିତ ମୁଣ୍ଡ ହଲାଇ ଦେଇଥିଲା, କିନ୍ତୁ ସେତେବେଳେ କିଏ ଜାଣିଥିଲା ଯେ ଏହି ମାନବିକତା ହିଁ ସବୁଠାରୁ ପଛରେ ରହିଯିବ। ଅମିତ ସହରରେ ଚାକିରି ପାଇଲା। ଭଲ ଦରମା, ଭଲ ପଦବୀ ଏବଂ ତା ମାଙ୍କ ଦ୍ୱାରା ପାଇଥିବା ଏକ ଘର ଓ ନୂଆ ପରିଚୟ। ତାପରେ ସେ ନେହାକୁ ବିବାହ କଲା। ନେହା ସହରରେ ଜଣେ ଶିକ୍ଷିତ, ସୁନ୍ଦର ଏବଂ ନିଜକୁ ଅତି ଚତୁର ଭାବୁଥିବା ଝିଅ ଥିଲା। ବିବାହ ପରେ ଯେତେବେଳେ ଅମିତ ଗାଁକୁ ଆସିଲା, ସେତେବେଳେ ତା ପିନ୍ଧିବା ଶୈଳୀ ବଦଳି ଯାଇଥିଲା। କଥା କହିବା ଆଚରଣ ମଧ୍ୟ ବଦଳି ଯାଇଥିଲା ଏବଂ ତା ଆଖିରେ ଏକ ଅଲଗା ପ୍ରକାର ଗର୍ବ ଅହଙ୍କାର ଭରି ଯାଇଥିଲା। ତଥାପି ଶାରଦା ଦେବୀ ଏସବୁକୁ ଦେଖିପାରୁନଥିଲେ, କାରଣ ସେ ଜଣେ ମା ଥିଲେ ନା। କେବଳ ସେ ତାଙ୍କ ପୁଅକୁ ଦେଖିବାକୁ ଚାହୁଁଥିଲେ। ଶାରଦା ଦେବୀଙ୍କୁ ଲାଗୁଥିଲା ଯେ ଭଗବାନ ତାଙ୍କୁ ସବୁ କିଛି ଦେଇ ଦେଇଛନ୍ତି। ତାକୁ ବୃଦ୍ଧାବସ୍ଥାର ସାହାରା ମଧ୍ୟ ମିଳିଯାଇଛି। ଏବେ ତାଙ୍କ ଜୀବନ ଟିକେ ଖୁସିରେ କଟିବ। କିନ୍ତୁ ସେ ଜାଣିନଥିଲେ ଯେ ଏଇ ଖୁସି ତାଙ୍କ ଜୀବନର ସବୁଠାରୁ ବଡ଼ ପରୀକ୍ଷା ହୋଇଯିବ। ବିବାହର କିଛି ମାସ ପରେ ଅମିତ ତା ମାକୁ ଗାଁରୁ ସହରକୁ ଆଣିଥିଲା। ରାଧା ମଧ୍ୟ ତାଙ୍କ ସହିତ ଆସିଥିଲା। ଶାରଦା ଦେବୀ ପ୍ରଥମ ଥର ପାଇଁ ଏକ ଲିଫ୍ଟରେ ଚଢ଼ିଥିଲେ। ସେ ଭୟଭୀତ ହେଉଥିଲେ
କିନ୍ତୁ ତାଙ୍କ ପୁଅ ପାଖରେ ଥିବାରୁ ସେ ବହୁତ ଖୁସି ଥିଲେ। ପ୍ରଥମ ଥର ପାଇଁ ସେ ଏସିର ଥଣ୍ଡା ପବନ ଅନୁଭବ କରୁଥିଲେ। ତାଙ୍କୁ ଲାଗୁଥିଲା ଯେମିତି ସେ କୌଣସି ଅନ୍ୟ ଦୁନିଆକୁ ଆସିଯାଇଛନ୍ତି। ସେ ବହୁତ ଖୁସି ଥିଲେ। ତାଙ୍କୁ ଲାଗୁଥିଲା ଯେପରି ତାଙ୍କ ପୁଅ ତାଙ୍କ ହାତ ଧରି ତାଙ୍କୁ ଏକ ନୂଆ ଜୀବନ ଦେଖାଉଛି। କିନ୍ତୁ ତାଙ୍କ ବୋହୂ ଏଥିରେ ଜମା ବି ଖୁସି ନଥିଲା। ତାକୁ ଶାରଦା ଦେବୀଙ୍କ ପିନ୍ଧିବା ଶୈଳୀ, ତାଙ୍କ ପୂଜାପାଠ, ତାଙ୍କ ରୀତିନୀତି ଓ ରାଧାର ସରଳତା ତାକୁ ଗାଉଁଲି ପରି ଲାଗୁଥିଲା। ଶାରଦା ଦେବୀ ସକାଳେ ଶୀଘ୍ର ଉଠି ପଡ଼ୁଥିଲେ। ସେ ପ୍ରଥମେ ରୋଷେଇ ଘରକୁ ଯାଉଥିଲେ। ତାଙ୍କ ପୁଅ ଏବଂ ବୋହୂ ପାଇଁ ରୋଷେଇ କରୁଥିଲେ ଏବଂ ଅଫିସକୁ ଯିବା ପୂର୍ବରୁ ତାଙ୍କ ବୋହୂ ନେହାର ଡ୍ରେସ୍ ଇସ୍ତ୍ରୀ କରି ଦେଉଥିଲେ। ରାଧା ଘର କାମରେ ମଧ୍ୟ ସାହାଯ୍ୟ କରୁଥିଲା। ତଥାପି ନେହାର ମୁହଁରେ ସବୁବେଳେ ସେମାନଙ୍କ ପାଇଁ ଚିଡ଼ଚିଡ଼ାପଣ ଥିଲା। ବେଳେବେଳେ ସେ ସେମାନଙ୍କୁ କହୁଥିଲା, ମା, ଏଇଟା ସହର, କୌଣସି ଗାଁ ନୁହଁ। କେତେବେଳେ ପୁଣି କହୁଥିଲା, ଏତେ ପୂଜାପାଠରୁ ଆମକୁ କ'ଣ ମିଳିବ? ଯେତେବେଳେ ଶାରଦା ଦେବୀ କିଛି ରାନ୍ଧୁଥିବେ, ନେହା ତା ନାକ ବନ୍ଦ କରି କହୁଥିବ, କି ମସଲା ପକାଉଛ? ଘର ସାରା ଗନ୍ଧ ହେଉଛି। ଶାରଦା ଦେବୀ ଚୁପ୍ ହୋଇଯାଉଥିଲେ। ସେ ମନେ ମନେ ଭାବୁଥିଲେ, ନୂଆ ବୋହୂ, ସମୟ ସହିତ ସବୁ କିଛି ଠିକ୍ ହୋଇଯିବ। କିନ୍ତୁ ସେ ଜାଣିନଥିଲେ ଯେ ସମୟ ଏଠି ସମ୍ପର୍କକୁ ବିଷାକ୍ତ କରିଦେଉଛି। ଅମିତ ସବୁ କିଛି ଦେଖୁଥିଲା, ସବୁ ବୁଝିପାରୁଥିଲା, ହେଲେ ମଧ୍ୟ ଚୁପ୍ ରହୁଥିଲା। ଏବେ ତା ଦୁନିଆ ବଦଳି ଯାଇଥିଲା। ତା ପାଇଁ ଏବେ ମା ଆଉ ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ସେ କେମିତି ଅଧିକା ପଇସା ରୋଜଗାର କରିବ ସେଇଟା ତା ପାଇଁ ଅଧିକ ଗୁରୁତ୍ୱ ଥିଲା। ତା ପାଇଁ ତା ମା ଆଉ ବଳିଦାନ ନୁହେଁ, ବରଂ ଏକ ବୋଝ ହୋଇଯାଇଥିଲା। ତାପରେ ସେହି ଦିନ ଆସିଲା ଯାହା ସବୁ କିଛି ବଦଳେଇ ଦେଇଥିଲା। ସେଦିନ ସକାଳଠାରୁ ଆକାଶ ମେଘୁଆ ଥିଲା। ମଝିରେ ମଝିରେ ବର୍ଷା ହେଉଥିଲା। ସେଦିନ ରାଧାର ବହୁତ ଦେହ ଖରାପ ଥିଲା। ତାକୁ ପ୍ରବଳ ଜ୍ୱର ମଧ୍ୟ ହୋଇଥିଲା ଓ ସେ ଜ୍ୱରରେ ଥରି ଯାଉଥିଲା। ଶାରଦା ଦେବୀ ବହୁତ ଡରି ଯାଇଥିଲେ। ସେ ଅମିତକୁ କହିଲେ ରାଧାକୁ ଟିକେ ଡାକ୍ତରଖାନା ନେବା ପାଇଁ। କିନ୍ତୁ ନେହା ଏହା ଚାହୁଁନଥିଲା। ସେ ରାଗିକି କହିଲା, ତୁମେ ଦୁଇଜଣ ପ୍ରତ୍ୟେକ ଛୋଟ ଛୋଟ ଜିନିଷ ଉପରେ ନାଟକ କରୁଛ। ତମେ ଜାଣିପାରୁଛ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହେବ? ଶାରଦା ଦେବୀ ବହୁତ ଧୀର ସ୍ୱରରେ କହିଲେ, ମୋ ଝିଅ ବହୁତ ଛୋଟ ପିଲାଟିଏ, ତା ଦେହ ଭଲ ନାହିଁ। ନେହା ଅମିତକୁ ଚାହିଁ କହିଲା, ଦେଖୁଛ ତ, ଆମ ଜୀବନର ବାକି ସମୟ ବି ଏମିତି କଟିବ। ଅମିତର ଧୈର୍ଯ୍ୟ ଶେଷ ହୋଇଗଲା। ତା ମନ ଭିତରେ ଦବି ରହିଥିବା ଗର୍ବ ଅହଙ୍କାର ବାହାରକୁ ଆସିଗଲା। ସେ ବଡ଼ ପାଟିରେ କହିଲା, ବାସ୍ ମା, ଏବେ ବହୁତ ହୋଇଗଲା। ଶାରଦା ଦେବୀ ଆଶ୍ଚର୍ଯ୍ୟ ହୋଇଗଲେ। ସେ ବୁଝିପାରିଲେ ନାହିଁ ଯେ ସେ କ'ଣ ଭୁଲ କରିଛନ୍ତି। ଅମିତ ରାଗିକି କହିଲା, ମୁଁ ତମମାନଙ୍କୁ ଏଠି ରଖିଛି, ସେଇଟା କ'ଣ ଗୋଟେ ଉପକାର ନୁହେଁ କି? ରାଧା କାନ୍ଦିବାକୁ ଲାଗିଲା ଓ କହିଲା, ଭାଇ, କିନ୍ତୁ ଅମିତ ଚିତ୍କାର କରି କହିଲା, ତୁ ଚୁପ୍ ରହ। ତା ଆବାଜ ଘର ସାରା କମ୍ପି ଯାଉଥିଲା। ସେ କହିଲା, ତମେ ଦୁହେଁ ମୋ ପାଇଁ ଏବଂ ଏ ଘର ପାଇଁ ଏକ ବୋଝ। ଏହି କଥାଗୁଡ଼ିକ ଶାରଦା ଦେବୀଙ୍କ କାନରେ ଧାରୁଆ ଅସ୍ତ୍ର ପରି ଫୁଟିଗଲା। ଯେଉଁ ପୁଅକୁ ତାଙ୍କ କୋଳରେ ପାଳି ପୋଷି ମଣିଷ କରିଛନ୍ତି, ଆଜି ସେହି ପୁଅ ମୁହଁରୁ ଏମିତି କଥା ସେ ଶୁଣୁଥିଲେ। ସନ୍ଧ୍ୟା ସୁଦ୍ଧା ଅମିତ ତା ନିଷ୍ପତ୍ତି ଶୁଣେଇ ଦେଲା। ତମେ ଦିଜଣ କାଲି ସକାଳୁ ଏ ଘରେ ଛାଡ଼ି ଗାଁକୁ ଚାଲିଯିବ। ଏବେ ଆଉ ଏଠି ତମ ପାଇଁ କୌଣସି ଜାଗା ନାହିଁ। ଶାରଦା ଦେବୀ ଥରି ଥରି କଣ୍ଠରେ ପଚାରିଲେ, ପୁଅ, ତାହେଲେ ଏ ଘର କାହାର? ଅମିତ ଉଦାସ ମୁହଁରେ କହିଲା, ଆଜିଠାରୁ ଏ ଘର ମୋର। କାଗଜପତ୍ରରେ ଏବଂ ଅଧିକାରରେ ଉଭୟ ମୋର। ରାଧା ଜୋରରେ କାନ୍ଦିବାକୁ ଲାଗିଲା। ସେ କହିଲା, ଭାଇ, ଆମେ କ'ଣ କଲୁ? ନେହା ହସୁଥିଲା। ସେଇ ହସ ତାର ଜିତିବାର ଥିଲା, ଯେମିତିକି ସେ ଏକ ଯୁଦ୍ଧ ଜିତି ଯାଇଛି। ଶାରଦା ଦେବୀ ସେଇ ରାତିରେ ଶୋଇପାରିଲେ ନାହିଁ। ସେ ଚୁପଚାପ ଉଠି ପଡ଼ିଲେ। ଘରର ପ୍ରତ୍ୟେକ କାନ୍ଥକୁ ଚାହିଁଲେ, ପ୍ରତ୍ୟେକ କୋଣକୁ ଛୁଇଁଲେ। ଏହା ସେଇ ଘର ଯାହା ପାଇଁ ସେ ତାଙ୍କ ଯୌବନ ବିତାଇ ଦେଇଥିଲେ, ଯୋଉ ପୁଅ ପାଇଁ ସେ ସବୁ କିଛି ହରାଇ ଦେଇଥିଲେ। ସକାଳ ହେଲା। ଶାରଦା ଦେବୀ ଚୁପଚାପ ତାଙ୍କ ଛୋଟ ବାକ୍ସ ଉଠାଇଲେ। ସେଥିରେ କିଛି ପୁରୁଣା କପଡ଼ା ଲତା, ଭଗବାନଙ୍କ ଫଟୋ ଏବଂ ଅନେକ ଯନ୍ତ୍ରଣାଦାୟକ ମୁହୂର୍ତ୍ତ ଥିଲା। ରାଧା ତାଙ୍କ ହାତ ଧରି ସେଠି ଠିଆ ହୋଇଥିଲା। ତା ଆଖିରେ ଭୟ ଥିଲା। ଦୁଆର ମୁହଁକୁ ଯାଇ ଶାରଦା ଦେବୀ ଟିକିଏ ଅଟକି ଗଲେ। ପଛକୁ ବୁଲି ପୁଅକୁ ଚାହିଁଲେ ଓ ତାଙ୍କ ଆଖିରେ ଲୁହ ଥିଲା, କିନ୍ତୁ ତାଙ୍କ କଣ୍ଠସ୍ୱରରେ ଏକ ଅଦ୍ଭୁତ ଶକ୍ତି ଥିଲା। ପୁଅ, ମୁଁ ଆଜି ଯାଉଛି, କିନ୍ତୁ ମନେ ରଖ, ଜଣେ ମା କେବେ ଖାଲି ହାତରେ ଯାଏନି। ଅମିତ କୌଣସି ଉତ୍ତର ଦେଇନଥିଲା। କବାଟ ବନ୍ଦ ହୋଇଗଲା ଏବଂ ସେଇ କବାଟ ସହିତ ଜଣେ ମାର ହୃଦୟ ମଧ୍ୟ ଭାଙ୍ଗିଗଲା।
ବାହାରେ ଏବେ ବି ବର୍ଷା ହେଉଥିଲା। ଶାରଦା ଦେବୀ ଏବଂ ରାଧା ବସ୍‌ଷ୍ଟାଣ୍ଡ ଆଡ଼କୁ ଧୀରେ ଧୀରେ ଚାଲିଲେ। ରାସ୍ତା ପାଣିରେ କାଦୁଅରେ ଭରି ରହିଥିଲା। ଚାଲିବା ବେଳକୁ କାଦୁଅ ତାଙ୍କ ପାଦରେ ଲାଗି ଯାଉଥିଲା, ହେଲେ ସେମାନଙ୍କ ଉପରେ ଏହାର କିଛି ବି ପ୍ରଭାବ ପକାଉନଥିଲା। ସେ କେବଳ ସେଇ ସମୟକୁ ମନେ ପକାଉଥିଲେ ଯେତେବେଳେ ସେ ଅମିତର ହାତ ଧରି ଏହି ରାସ୍ତାରେ ଚାଲୁଥିଲେ, ଯେତେବେଳେ ସେ ଛୋଟ ଥିଲା ଏବଂ ସ୍କୁଲ ଯିବାକୁ ଭୟ କରୁଥିଲା। ରାଧା ପଛକୁ ଚାହିଁ ରହିଥିଲା। ହୁଏତ ସେ ଆଶା କରୁଥିଲା ଯେ ଭାଇ ଡାକିବ, ହୁଏତ ସେ ତାଙ୍କୁ ଅଟକିବାକୁ କହିବ, କିନ୍ତୁ ତାଙ୍କ ପଛରେ କେବଳ ଏକ ବନ୍ଦ ଦ୍ୱାର ଏବଂ ନୀରବତା ଥିଲା। ବସ୍ ଆସିଲା। ଲୋକମାନେ ବସ୍‌ରେ ଚଢ଼ିବାକୁ ଲାଗିଲେ। ଶାରଦା ଦେବୀ ରାଧାକୁ ପ୍ରଥମେ ବସ୍ ଭିତରକୁ ଚଢ଼ାଇଲେ। ତାପରେ ସେ ନିଜେ ଧୀରେ ଧୀରେ ସିଡ଼ି ଉପରେ ତାଙ୍କ ପାଦ ରଖିଲେ। ବସ୍ ଭିତରେ କୌଣସି ସିଟ୍ ଖାଲି ନଥିଲା। ଦୁହେଁ ଠିଆ ହେଲେ। ବସ୍ ଚାଲିବାକୁ ଲାଗିଲା। ରାଧା ବହୁତ ଜୋରରେ କାନ୍ଦିବାକୁ ଲାଗିଲା ଓ କହିଲା, ମା, ଆମେ କେଉଁ ଭୁଲ କରିଥିଲୁ? ଶାରଦା ଦେବୀ ତାକୁ କୁଣ୍ଢେଇ ପକାଇଲା। ଏହା ଆମର ଦୋଷ ନୁହେଁ ଲୋ ଝିଅ, କେବଳ ଆମ ସମୟ ଟିକେ ବଦଳି ଯାଇଛି। ରାଧା ଥରି ଥରି କଣ୍ଠରେ ପଚାରିଲା, ଆମେ ଏବେ କେଉଁଠାକୁ ଯିବା ମା? ଝରକା ବାହାରକୁ ଚାହିଁ ଶାରଦା ଦେବୀ କହିଲେ, ଏବେ ଆମେ ଆମ ଗାଁକୁ ଯିବା। ସେମାନେ ଗାଁରେ ପହଞ୍ଚିବା ବେଳକୁ ରାତି ହୋଇଯାଇଥିଲା। ଗାଁରେ ଥିବା ତାଙ୍କର ସେଇ ଭଙ୍ଗା ମାଟି ଘରର ଦ୍ୱାର ଖୋଲିବା ସମୟରେ ଶାରଦା ଦେବୀଙ୍କ ହାତ ଥରୁଥିଲା। ଭିତରେ ଅନ୍ଧାର ଥିଲା। ସେଇ ପୁରୁଣା ଘର, କିନ୍ତୁ ଏବେ ଆହୁରି ନିର୍ଜନ ଥିଲା। ଚୁଲି ଥଣ୍ଡା ହୋଇଯାଇଥିଲା। ଅଗଣାରେ ଶୁଖିଲା ପତ୍ର ବିଛାଡ଼ି ହୋଇ ପଡ଼ିଥିଲା। ଘର ଭିତରେ ଅନ୍ଧାର ଥିଲା। ରାଧା ଦୀପ ଲଗାଇ ଆଲୋକ କଲା। ସେ ରାତିରେ ଦୁହେଁ ଭୋକରେ ଶୋଇପଡ଼ିଲେ। ରାଧା ଭୋକରେ ନୁହେଁ, ବରଂ ଯନ୍ତ୍ରଣାରେ, ଏବଂ ଶାରଦା ଦେବୀ ତାଙ୍କ ପୁଅକୁ ମନେ ପକାଇ। ସକାଳ ହେଲା। ଗାଁରେ ସମସ୍ତେ ଖବର ପାଇଗଲେ। ଲୋକମାନେ ଆସିବା ଆରମ୍ଭ କଲେ। କେତେଜଣ ସମବେଦନା ଜଣାଇବାକୁ ଓ ଆଉ କେତେଜଣ ନାଟକ ଦେଖିବାକୁ। କେତେଜଣ କହିଲେ ଯେ ଆଜିକାଲି ପିଲାମାନେ ଏପରି। ଆଉ କେତେଜଣ କହିଲେ ଯେ ସହର ସେମାନଙ୍କୁ ନଷ୍ଟ କରିଦେଉଛି। ଆଉ କେତେଜଣ କହିଲେ ଯେ ଏଇଟା ମାର ମଧ୍ୟ ଦୋଷ, ବହୁତ ମୁଣ୍ଡରେ ବସେଇଥିଲେ। ଶାରଦା ଦେବୀ ଚୁପଚାପ ନୀରବରେ ସମସ୍ତଙ୍କ କଥା ଶୁଣୁଥିଲେ। ରାଧା ଭିତରେ ବସି କାନ୍ଦୁଥିଲା। ତାର ମଧ୍ୟ ପାଠପଢ଼ା ଅଧାରେ ରହିଯାଇଥିଲା ଓ ସବୁ ସ୍ୱପ୍ନ ଭାଙ୍ଗି ଯାଇଥିଲା। ଦିନ ବିତିବାକୁ ଲାଗିଲା। ଖର୍ଚ୍ଚ ପୂରଣ କରିବାର କୌଣସି ଉପାୟ ନଥିଲା। ଶାରଦା ଦେବୀ ପୁଣି ବିଲରେ କାମ କରିବା ଆରମ୍ଭ କଲେ। ଏବେ ଶରୀରରେ ତାଙ୍କର ପୂର୍ବ ପରି ଆଉ ବଳ ନଥିଲା। ତାଙ୍କ ପିଠି ବଙ୍କା ହେଇଯାଉଥିଲା। ତାଙ୍କ ପାଦ ଶୂନ୍ୟ ହୋଇଯାଉଥିଲା। କିନ୍ତୁ ଅସହାୟତା ମଣିଷକୁ କିଛି ବି କରିବାକୁ ବାଧ୍ୟ କରେ। ଗୋଟିଏ ଦିନ ବିଲରେ କାମ କରୁଥିବା ସମୟରେ ଶାରଦା ଦେବୀ ହଠାତ୍ ବେହୋସ ହୋଇ ତଳେ ପଡ଼ିଗଲେ। ଲୋକମାନେ ଦୌଡ଼ି ଆସି ତାଙ୍କ ମୁହଁରେ ପାଣି ଛିଞ୍ଚିଲେ। କିଛି ସମୟ ପରେ ତାଙ୍କର ଚେତା ଫେରିଲା। ଡାକ୍ତର କହିଲେ ସେ ବହୁତ ଦୁର୍ବଳ, ତାଙ୍କୁ ଅଧିକା କାମ କରିବାକୁ ଦିଅନ୍ତୁ ନାହିଁ। ରାଧା କାନ୍ଦି କାନ୍ଦି କହିଲା, ମା, ଆଉ କାମ କରିବୁ ନାହିଁ। ଶାରଦା ଦେବୀ ତା ମୁଣ୍ଡରେ ହାତ ମାରିଲେ ଓ କହିଲେ, ଯଦି ମୁଁ କାମ ନ କରେ ତେବେ ଆମେ କିପରି ବଞ୍ଚିବା? ସେଇଦିନ ରାତିରେ ଶାରଦା ଦେବୀଙ୍କୁ ପ୍ରବଳ ଜ୍ୱର ହୋଇଥିଲା। ରାଧା ସାରା ରାତି ତାଙ୍କ ପାଖରେ ବସି ରହିଥିଲା। ଶାରଦା ଦେବୀ ଅମିତକୁ ବହୁତ ମନେ ପକାଉଥିଲେ। ମାର କଷ୍ଟ ସହି ନ ପାରି ରାଧା ତା ଭାଇ ପାଖକୁ ଫୋନ କଲା। ଅମିତ ଫୋନ ଉଠାଇଲା। ରାଧା କହିଲା, ଭାଇ, ମା ଦେହ ବହୁତ ଖରାପ। ଅମିତ କେବଳ କହିଲା, ଡାକ୍ତରଙ୍କୁ ଦେଖେଇ ଦିଏ। ଏତିକି କହି ସେ ଫୋନ କାଟିଦେଲା। ରାଧା ତଳେ ବସି କାନ୍ଦିବାକୁ ଲାଗିଲା। ଶାରଦା ଦେବୀଙ୍କ ଆଖି ଖୋଲିଗଲା। ସେ ସବୁ ଶୁଣୁଥିଲେ। ସେ ବହୁତ ଧୀର ସ୍ୱରରେ କହିଲେ, କାନ୍ଦେ ନାହିଁ ଝିଅ। ଯୋଉ ପୁଅ ମାକୁ ପର କରିଦେଲା, ତା ପାଇଁ ଆଖିରୁ ଲୁହ ଗଡ଼େଇଲେ କିଛି ଲାଭ ନାହିଁ। କିଛି ଦିନ ପରେ ଶାରଦା ଦେବୀ ସୁସ୍ଥ ହୋଇଗଲେ, କିନ୍ତୁ ତାଙ୍କ ହୃଦୟ ଭାଙ୍ଗି ଯାଇଥିଲା। ଦିନେ ସନ୍ଧ୍ୟାରେ ସେ ରାଧାକୁ କହିଲେ, ମୁଁ ସହରକୁ ଯିବାକୁ ଚାହୁଁଛି। ରାଧା ଭୟଭୀତ ହୋଇଗଲା। ଯେଉଁ ସହରରୁ ତାଙ୍କୁ ବାହାର କରିଦିଆଯାଇଥିଲା, ମା ସେଇଠିକି ଯିବାକୁ ଚାହୁଁଛି। ଶାରଦା ଦେବୀ ରାଧାକୁ କହିଲେ, ଭୟଭୀତ ହଅନି ଝିଅ, ମୋତେ କିଛି କରିବାକୁ ପଡ଼ିବ। ରାଧା ଜାଣିନଥିଲା ତା ମାଙ୍କ ମନରେ କ'ଣ ଚାଲିଛି, କିନ୍ତୁ ସେ ସେଥିରେ ପ୍ରତିବାଦ କଲା ନାହିଁ। ଶାରଦା ଦେବୀ ସହରରେ ପହଞ୍ଚିଲେ। ସେ ସିଧା ଏକ ସରକାରୀ କାର୍ଯ୍ୟାଳୟ ଭିତରକୁ ଗଲେ।
ସେଠାରେ ସେ ତାଙ୍କର ଜଣେ ସମାଜସେବୀଙ୍କୁ ଭେଟିଲେ। ସେ ତାଙ୍କର ସମ୍ପୂର୍ଣ୍ଣ କାହାଣୀ ସେ ସମାଜସେବୀଙ୍କୁ କହିଲେ। ସେ ସମାଜସେବୀ ଜଣକ ତାଙ୍କର ସବୁ କଥା ଧ୍ୟାନର ସହିତ ଶୁଣିଲେ। ତାପରେ ସେ କହିଲେ, ମା, ତୁମେ ଯେଉଁ କଷ୍ଟ ପାଇଛ ତା କେବଳ ତୁମର କାହାଣୀ ନୁହେଁ, ହଜାର ହଜାର ମା ଏପରି କଷ୍ଟ ଭୋଗୁଛନ୍ତି। ଶାରଦା ଦେବୀ କେବଳ କହିଲେ, ମୁଁ ପ୍ରତିଶୋଧ ଚାହେଁ ନାହିଁ, ମୁଁ କେବଳ ସତ୍ୟ ଚାହେଁ। ସେଇଦିନଠାରୁ ଶାରଦା ଦେବୀଙ୍କ ଜୀବନ ଏକ ନୂଆ ମୋଡ଼ ଦେଇ ଗତି କଲା। ସେ ଗାଁକୁ ଫେରି ଆସିଲେ। ଏଥର ସେ ବହୁତ ମଜବୁତ ଥିଲେ। ସେ ରାଧାକୁ ପୁଣି ପାଠ ପଢ଼ାଇବା ପାଇଁ ଉତ୍ସାହିତ କଲେ। ଏବେ ସେ ନିଜେ ଗାଁର ମହିଳାମାନଙ୍କୁ ବୁଝାଇଲେ, ପିଲାମାନଙ୍କ ମୋହରେ ପଡ଼ି ନିଜର ସବୁ ସମ୍ପତ୍ତି ସେମାନଙ୍କ ନାମରେ କରିବା ଉଚିତ ନୁହେଁ। ଧୀରେ ଧୀରେ ଶାରଦା ଦେବୀଙ୍କ ପରିଚୟ ବଢ଼ିବାକୁ ଲାଗିଲା। ଲୋକମାନେ ତାଙ୍କ କଥା ଶୁଣିବାକୁ ଲାଗିଲେ। ତାଙ୍କ କାହାଣୀ ଅନ୍ୟମାନଙ୍କୁ ସାହସ ଦେବାକୁ ଲାଗିଲା। ଏହି ସମୟରେ ଅମିତ୍ର ଜୀବନ ବହୁତ ଦୁଃଖରେ ବିତୁଥିଲା। ନେହାର ବ୍ୟବହାର ତା ପ୍ରତି ବହୁତ ଖରାପ ଥିଲା। ଟଙ୍କା ପାଇଁ ପ୍ରତିଦିନ ଦୁଇ ଜଣଙ୍କ ଭିତରେ ଝଗଡ଼ା ହେଉଥିଲା। ଗୋଟିଏ ଦିନ ଅମିତ ଭୁଲରେ ଟିଭିରେ ଏକ ଚ୍ୟାନେଲ ଲଗାଇ ଦେଇଥିଲା। ସେଥିରେ ଜଣେ ବୃଦ୍ଧ ମା ତାଙ୍କ କାହାଣୀ କହୁଥିଲେ। ସେ ଥିଲେ ତା ନିଜ ମା ଶାରଦା ଦେବୀ। ଅମିତ୍ର ନିଶ୍ୱାସ ବନ୍ଦ ହୋଇଗଲା। ନେହା ମଧ୍ୟ ସେଠି ବସି ଟିଭି ଦେଖୁଥିଲା। ଶାରଦା ଦେବୀଙ୍କ ସ୍ୱର ଥରୁଥିଲା, କିନ୍ତୁ ତାଙ୍କ କଥାରେ ଏକ ଶକ୍ତି ଥିଲା। ମୁଁ ଜଣେ ମା, ମୋ ପୁଅ ପାଇଁ ସବୁ କିଛି କଲି, କିନ୍ତୁ ଯେତେବେଳେ ମୁଁ ତା ଉପରେ ବୋଝ ହୋଇଗଲି ସେ ମୋତେ ଘରୁ ବାହାର କରିଦେଲା। ସେ ନ୍ୟୁଜ୍ ଶୁଣି ଅମିତ୍ର ମୁଣ୍ଡ ତଳକୁ ହୋଇଗଲା। ନେହା ସେ ଚ୍ୟାନେଲ ବଦଳାଇବାକୁ କହିଲା, କିନ୍ତୁ ଅମିତ ବଦଳାଇଲା ନାହିଁ। ସେହି ରାତିରେ ସେ ଶୋଇପାରିଲା ନାହିଁ। ତା ମାଙ୍କ ସ୍ୱର ତା କାନରେ ପ୍ରତିଧ୍ୱନିତ ହେଉଥିଲା। ତାକୁ ସେଇ ରାତିଗୁଡ଼ିକ ମନେ ପଡ଼ିଯାଇଥିଲା ଯେ ମା କେମିତି ଜଗି ରହି ତାକୁ ପାଠ ପଢ଼ାଉଥିଲା। ତାକୁ ମନେ ପଡ଼ୁଥିଲା ଯେତେବେଳେ ତା ମା ନିଜେ ଭୋକରେ ରହି ତାକୁ ଖୁଆଉଥିଲା। ଟିଭିରେ ମାକୁ ଦେଖିଲା ପରେ ତା ଆଖିରୁ ନିଦ ଉଭାନ ହୋଇଯାଇଥିଲା। ବିଛଣାରେ ଶୋଇ ଖାଲି ବାରମ୍ବାର କଡ଼ ଲେଉଟାଉଥାଏ। କେତେବେଳେ ଛାତକୁ ଚାହୁଁଥିଲା ତ କେତେବେଳେ ଆଖି ବନ୍ଦ କରିଦେଉଥିଲା। କିନ୍ତୁ ମାର ସ୍ୱର ତା କାନରେ ପ୍ରତିଧ୍ୱନିତ ହେଉଥିଲା। ସେ ତକିଆ ତା ମୁହଁରେ ରଖିଦେଲା, ହେଲେ ତକିଆ କ'ଣ ସବୁ ସ୍ମୃତିକୁ ଚାପି ରଖିପାରିଲା ନାହିଁ? ତାର ମନେ ପଡ଼ିଗଲା ଯେତେବେଳେ ସେ ଜ୍ୱରରେ କମ୍ପୁଥିଲା, ମା ପୁରା ରାତି ଜଗିକି ତା ମୁଣ୍ଡରେ ଓଦା କପଡ଼ା ଦେଉଥିଲେ। ତାର ମନେ ପଡ଼ିଲା ଯେତେବେଳେ ସ୍କୁଲର ଫିସ୍ ପାଇଁ ପାଖରେ ପଇସା ନଥିଲା, ମା ତା ହାତରେ ଚୁଡ଼ି ବିକି ସ୍କୁଲ ଫିସ୍ ଦେଉଥିଲା। ପୁଣି ତାର ମନେ ପଡ଼ିଲା ଯେତେବେଳେ ସେ ପ୍ରଥମେ ଚାକିରି ପାଇଥିଲା ଏବଂ ତା ମା ଖୁସିରେ ପଡ଼ୋଶୀମାନଙ୍କୁ ମିଠା ବାଣ୍ଟିଥିଲେ ଏବଂ ଆଜି ସେଇ ମା ସେଇ ପଡ଼ୋଶୀଙ୍କ ଆଗରେ କାନ୍ଦୁଛନ୍ତି। ଅମିତ୍ର ଆଖିରୁ ଲୁହ ଝରି ପଡ଼ିଲା। ପ୍ରଥମ ଥର ପାଇଁ ସେ କରିଥିବା କାର୍ଯ୍ୟ ପାଇଁ ଲଜ୍ଜିତ ଅନୁଭବ କରୁଥିଲା। ସକାଳ ହେଲା, ନେହା ଖାଇବା ତିଆରି କରୁଥିଲା ଓ ଅମିତ ଚେୟାରରେ ବସିଥିଲା। ନେହା ତା ଆଡ଼କୁ ନ ଅନେଇ କହିଲା, ଗତକାଲି ରାତିରେ କି ନାଟକ ଚାଲିଥିଲା? ଅମିତ ଧୀର ସ୍ୱରରେ କହିଲା, ତମକୁ କିଛି ଖରାପ ଲାଗିଲା ନାହିଁ? ନେହା ଥଟ୍ଟା କଲା ଭଳି ହସିକି କହିଲା, କାହିଁକି ଖରାପ ଲାଗିବ? ଆଜିକାଲି ସମସ୍ତେ ଫେମସ୍ ହେବାକୁ ଚାହୁଁଛନ୍ତି। ଅମିତ ଆଖି ଉଠେଇ ନେହାକୁ ଅନାଇଲା। ପ୍ରଥମ ଥର ପାଇଁ ସେ ଅନୁଭବ କଲା ଯେ ସେ ଯାହା ସହିତ ରହୁଥିଲା ସେ ତା ମାଙ୍କ ଯନ୍ତ୍ରଣା ବୁଝିବାକୁ ସକ୍ଷମ ନୁହେଁ। ନେହା କହିଲା, ଆମର ସେଥିରେ କ'ଣ ଲେନଦେନ ଅଛି? ଆମେ ତ ତାଙ୍କୁ ବହୁତ କିଛି ଦେଇଛୁ। ଅମିତ କିଛି କହିବାକୁ ଚାହୁଁଥିଲା, କିନ୍ତୁ ଶବ୍ଦଗୁଡ଼ିକ ତା ଗଳାରେ ଅଟକି ଯାଇଥିଲା। ଏହି ସମୟରେ ଗାଁରେ ଶାରଦା ଦେବୀଙ୍କ ଜୀବନ ଏକ ନୂଆ ମୋଡ଼ ନେଇ ସାରିଥିଲା। ଏବେ ସେ ଆଉ କେବଳ ଜଣେ ମା ନଥିଲେ, ସେ ସେମାନଙ୍କ ନିଜ ଲୋକଙ୍କ ଦ୍ୱାରା ପ୍ରତାରିତ ହୋଇଥିବା ସମସ୍ତଙ୍କ ସ୍ୱର ହୋଇଯାଇଥିଲେ। ଗାଁର ମହିଳାମାନେ ତାଙ୍କ ପାଖକୁ ଆସିବାକୁ ଲାଗିଲେ। କେତେଜଣ ନିଜ କାହାଣୀ କହିବାକୁ, କେତେଜଣ ପରାମର୍ଶ ନେବାକୁ ଓ ଆଉ କେତେଜଣ କେବଳ ତାଙ୍କ ଦୁଃଖ କଥା କହି କାନ୍ଦିବା ପାଇଁ ଆସୁଥିଲେ। ଶାରଦା ଦେବୀ ସମସ୍ତଙ୍କ କଥା ଶୁଣୁଥିଲେ। ସେ ସମସ୍ତଙ୍କୁ କହୁଥିଲେ, ପିଲାମାନଙ୍କୁ ଭଲ ପାଇବା ଦିଅ, ହେଲେ ନିଜର ଅସ୍ତିତ୍ୱ ହରାଅନି। ରାଧା ଏବେ ପୁଣି ତାର ପାଠପଢ଼ା ଆରମ୍ଭ କରିଥିଲା। ସେ ତା ମାଙ୍କୁ ଦେଖି ଭାବୁଥିଲା, ଏତେ ଭାଙ୍ଗି ପଡ଼ିବା ପରେ ବି ମଧ୍ୟ ଜଣେ ଏତେ ଶକ୍ତିଶାଳୀ କିପରି ହୋଇପାରେ?
ଗୋଟିଏ ଦିନ ଗାଁରେ ଏକ ସଭା ହେଉଥିଲା। ପାଖ ସହରରୁ କିଛି ଲୋକ ଆସିଥିଲେ। ବୃଦ୍ଧ ଲୋକଙ୍କର ଅଧିକାର, ପିତାମାତାଙ୍କ ସମ୍ପତ୍ତି ଏବଂ ସେମାନଙ୍କ ସମ୍ମାନ ଉପରେ ଆଲୋଚନା ହେଉଥିଲା। ଶାରଦା ଦେବୀଙ୍କୁ କିଛି ଉପଦେଶ ଦେବାକୁ ସେମାନେ ଅନୁରୋଧ କଲେ। ସେ ଧୀରେ ଧୀରେ ଠିଆ ହେଲେ। ତାଙ୍କର ପିନ୍ଧିଥିବା ଶାଢ଼ୀ ଏକଦମ ସରଳ ଥିଲା। ତାଙ୍କ ମୁହଁରେ ବୟସର ରେଖା ଭାରି ହୋଇଯାଉଥିଲା, କିନ୍ତୁ ତାଙ୍କ ଆଖିରେ ଏକ ଅଦ୍ଭୁତ ଆଲୋକ ଥିଲା। ସେ କହିଲେ, ମୁଁ ଏତେ ଶିକ୍ଷିତ ନୁହେଁ, ମୁଁ ଆଇନ କ'ଣ ଜାଣେ ନାହିଁ, କିନ୍ତୁ ମୁଁ ଜଣେ ମା। ମୁଁ ମୋ ପୁଅକୁ ସବୁ କିଛି ଦେଇଥିଲି ଏବଂ ଯେତେବେଳେ ମୋତେ ସାହାରାର ଆବଶ୍ୟକ ପଡ଼ିଲା ମୋତେ ବୋଝ ବୋଲି କୁହାଗଲା। ପୁରା ସଭାରେ ନୀରବତା ଖେଳିଗଲା। ସେ ଆହୁରି ମଧ୍ୟ କହିଲେ, ମୁଁ କାହାଠାରୁ କୌଣସି ପ୍ରତିଶୋଧ ନେବାକୁ ଚାହୁଁନାହିଁ। ମୁଁ କେବଳ ଏତିକି ଚାହେଁ ଯେ ମୋ ପରି ଆଉ କୌଣସି ମା ଏମିତି କଷ୍ଟ ନ ପାଆନ୍ତୁ। ତାଙ୍କ କଥା ସମସ୍ତଙ୍କୁ ଧରାଇ ଦେଉଥିଲା। କାହାର ଆଖିରେ ଲୁହ ଥିଲା ତ ଆଉ କାହାର ମୁଣ୍ଡ ତଳକୁ ହୋଇଯାଇଥିଲା। ସେଠାରେ ଉପସ୍ଥିତ ଥିବା ଜଣେ ସାମ୍ବାଦିକ ଶାରଦା ଦେବୀଙ୍କ ସହ କଥା ହେଲେ। ତାଙ୍କ କାହାଣୀ ପୁଣି ଖବରକାଗଜରେ ପ୍ରକାଶିତ ହେଲା। ଏଥର ସେଇ କାହାଣୀ ଆହୁରି ଅଧିକ ଲୋକଙ୍କ ପାଖରେ ପହଞ୍ଚିଲା ଏବଂ କାହାଣୀ ସହରର ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଗଲା। ଅମିତ୍ର ଅଫିସରେ ଲୋକମାନେ ସେ ବିଷୟରେ ଆଲୋଚନା କରିବା ଆରମ୍ଭ କଲେ। କିଏ ଜଣେ ଭୁଲରେ ତାଙ୍କ ଟେବୁଲ ଉପରେ ଏ ଖବରକାଗଜ ରଖିଦେଇଥିଲେ। ସେଇଦିନ ଅମିତ୍ର ଅଫିସ କାମରେ ମନ ଲାଗିଲା ନାହିଁ। ତା ମାଙ୍କ ମୁହଁ ତା ଆଖି ସାମ୍ନାରେ ବାରମ୍ବାର ଆସୁଥିଲା। ସନ୍ଧ୍ୟାରେ ସେ ତା ମାଙ୍କ ନମ୍ବର ଡାଏଲ କରିଥିଲା। ବହୁତ ସମୟ ଧରି ଫୋନ୍ ବାଜିଲା, କିନ୍ତୁ କୌଣସି ଉତ୍ତର ନଥିଲା। ସେ ରାଧାର ନମ୍ବର ଡାଏଲ କରିଥିଲା ଓ କିଛି ସମୟ ପରେ ରାଧା ଫୋନ୍ ଉଠାଇଲା। କହିଲା, ଭାଇ। ରାଧାର ସ୍ୱର ଶୁଣି ଅମିତ କାନ୍ଦି ପକାଇଲା। ତାପରେ ସେ କହିଲା, ମା କେମିତି ଅଛି? ରାଧା କିଛି ସମୟ ପାଇଁ ଚୁପ୍ ହୋଇଗଲା। ତାପରେ ସେ କହିଲା, ହଁ, ସେ ବଞ୍ଚିଛି। ଏହି ଉତ୍ତର ଅମିତକୁ ବହୁତ କଷ୍ଟ ଦେଇଥିଲା। ଅମିତ କହିଲା, ମୁଁ ସେଠିକି ଯିବାକୁ ଚାହୁଁଛି। ରାଧା ଉତ୍ତର ଦେଲା, ମାକୁ ତମର ଆବଶ୍ୟକତା ନାହିଁ, କିନ୍ତୁ ଯଦି ତୁମେ ପ୍ରକୃତରେ ବଦଳି ଯାଇଛ ତେବେ ଗାଁକୁ ଆସ। ଏତିକିରେ ଫୋନ୍ କଟିଗଲା। ସେଇଦିନ ରାତିରେ ପ୍ରଥମ ଥର ପାଇଁ ଅମିତ ନେହା ସହିତ ଝଗଡ଼ା କରିଥିଲା। ସେ ସ୍ପଷ୍ଟ ଭାବରେ କହିଲା, ମୁଁ ମାଙ୍କୁ ଭେଟିବାକୁ ଗାଁକୁ ଯାଉଛି। ନେହା କହିଲା, ଯଦି ତୁମେ ଯାଅ ତେବେ ମନେ ରଖ ଯେ ମୁଁ ଏହି ଘରେ ତୁମ ପାଇଁ ଆଉ ଅପେକ୍ଷା କରିବି ନାହିଁ। ଅମିତ କିଛି ଜବାବ ଦେଇନଥିଲା। ସେ ତା ବ୍ୟାଗ୍ ଉଠାଇ ଘରୁ ବାହାରିଗଲା। ଗାଁକୁ ଯିବାର ରାସ୍ତା ଆଜି ତାକୁ ବହୁତ ଲମ୍ବା ଲାଗୁଥିଲା। ସେ ପ୍ରତ୍ୟେକ ମୋଡ଼ରେ ନିଜ ଭୁଲ ମନେ ପକାଉଥିଲା। ସେ ଗାଁରେ ପହଞ୍ଚିଲା। ସେ ଘର ବାହାରେ ଠିଆ ହେଲା, କିନ୍ତୁ ଏବେ ତାର କବାଟ ଠକ୍ ଠକ୍ କରିବାର ସାହସ ନଥିଲା। ଭିତରୁ ଏକ ଶବ୍ଦ ଆସିଲା, କିଏ? ମାଙ୍କ ସ୍ୱରରେ ଅମିତ୍ର ଗଳା ରୁଦ୍ଧ ହୋଇଗଲା। ସେ କିଛି କହିପାରିଲା ନାହିଁ। କବାଟ ଖୋଲିଗଲା। ଶାରଦା ଦେବୀ ସାମ୍ନାରେ ଠିଆ ହୋଇଥିଲେ। ଦୁହେଁ କିଛି ମୁହୂର୍ତ୍ତ ପାଇଁ ପରସ୍ପରକୁ ଚାହିଁ ରହିଲେ। ମାଙ୍କ ଆଖିରେ ନା ଖୁସି ଥିଲା ନା କ୍ରୋଧ ଥିଲା, କେବଳ ଏକ ଶାନ୍ତି ଥିଲା। ଅମିତ ଆଣ୍ଠୁ ମାଡ଼ି ବସି ପଡ଼ିଲା। ମା, ମୁଁ ବହୁତ ବଡ଼ ଭୁଲ କରିଦେଇଛି। ଶାରଦା ଦେବୀ ତାକୁ ଧରି ଉଠାଇଲେ। ସେ ଧୀରେ କହିଲେ, ପୁଅ, ସମସ୍ତେ ଭୁଲ କରନ୍ତି, କିନ୍ତୁ ସମସ୍ତେ ସେଗୁଡ଼ିକୁ ଗ୍ରହଣ କରିପାରନ୍ତି ନାହିଁ। ଅମିତ ଜୋରରେ କାନ୍ଦିବାକୁ ଲାଗିଲା। ରାଧା ମଧ୍ୟ କାନ୍ଦୁଥିଲା। ସେଇ ମୁହୂର୍ତ୍ତରେ ସେଠି କେହି ବଡ଼ କିମ୍ବା ଛୋଟ ନଥିଲେ, କେବଳ ଏକ ଅନୁତପ୍ତ ପୁଅ ଏବଂ ଏକ ଶକ୍ତିଶାଳୀ ମା ଥିଲେ। ଅମିତ ସାରା ରାତି ତା ମାଙ୍କ ପାଖରେ ବସି ରହିଥିଲା। କେତେବେଳେ ସେ ତାଙ୍କ ପାଦ ମାଲିସ କରୁଥିଲା ତ କେତେବେଳେ ପାଣି ଦେଉଥିଲା। କେତେବେଳେ ସେ କେବଳ ନୀରବରେ ତାଙ୍କୁ ଚାହିଁ ରହିଥିଲା। ଶାରଦା ଦେବୀ ଶୋଇ ପଡ଼ିଥିଲେ, କିନ୍ତୁ ତାଙ୍କ ନିଶ୍ୱାସର କୋମଳ ଶବ୍ଦ ଅମିତ୍ର ହୃଦୟକୁ ଛୁଇଁ ଯାଉଥିଲା। ପ୍ରତ୍ୟେକ ନିଶ୍ୱାସ ତାକୁ ମନେ ପକାଇ ଦେଉଥିଲା ଯେ ଏଇ ସେଇ ମା ଯାହାକୁ ସେ ଦିନେ ବୋଝ ବୋଲି କହିଥିଲା। ସକାଳେ କୁକୁଡ଼ାର ସ୍ୱର ଶୁଣି ଶାରଦା ଦେବୀ ଆଖି ଖୋଲିଲେ। ସେ ଦେଖିଲେ ଯେ ଅମିତ ତାଙ୍କ ପାଦ ପାଖରେ ବସି ସେଇଠି ଶୋଇପଡ଼ିଛି। ସେ ତା ମୁଣ୍ଡକୁ ଧୀରେ ଧୀରେ ଆଉଁସିଲେ। ଅମିତ ଆଖି ଖୋଲିଲା। ମା। ସେଇ ଗୋଟିଏ ଶବ୍ଦରେ ଏତେ ଯନ୍ତ୍ରଣା ଥିଲା ଯେ ଶାରଦା ଦେବୀଙ୍କ ହୃଦୟ ଥରି ଉଠିଲା। କିନ୍ତୁ ସେ ନିଜକୁ ସମ୍ଭାଳିଲେ। ଉଠ ପୁଅ, ସକାଳ ହୋଇଗଲା।
ଅମିତ ଉଠି ଠିଆ ହେଲା। ତା ଆଖି ଫୁଲି ଯାଇଥିଲା। ଆଖିରେ ନିଦ ନଥିଲା, କେବଳ ଲୁହରେ ଆଖି ଲାଲ ହୋଇଯାଇଥିଲା। ରାଧା ଚା ନେଇକି ଆସିଲା। ତିନି ଜଣ ଚୁପଚାପ ନୀରବରେ ବସିଥିଲେ। କିଛି ସମୟ ପରେ ଅମିତ ସାହସ କରି କହିଲା, ମା, ମୁଁ ତୋତେ ସହରକୁ ନେଇଯିବାକୁ ଆସିଛି। ଶାରଦା ଦେବୀ ତା ଆଡ଼କୁ ଚାହିଁଲେ। ତାଙ୍କ ଆଖିରେ କ୍ରୋଧ କିମ୍ବା ଲୋଭ ନଥିଲା। ସେ ଶାନ୍ତ ସ୍ୱରରେ କହିଲେ, ମୁଁ ସହରକୁ ଯିବାକୁ ଚାହୁଁନାହିଁ। ମାର କଥା ଶୁଣି ଅମିତ ଡରିଗଲା ଓ କହିଲା, ମା, ମୁଁ ସବୁ କିଛି ଠିକ୍ କରିଦେବି। କିନ୍ତୁ ଶାରଦା ଦେବୀ ମନା କରିଦେଲେ। ଅମିତ ବୁଝିଗଲା, କ୍ଷମା ମାଗିବା ସହଜ ହୋଇପାରେ, କିନ୍ତୁ ସେଇ ଭରସା ଓ ବିଶ୍ୱାସକୁ ଆଉ ଥରେ ଫେରେଇ ଆଣିବା ବହୁତ କଷ୍ଟକର। ଧୀରେ ଧୀରେ ଖବରଟି ଗାଁ ସାରା ବ୍ୟାପିଗଲା ଯେ ଅମିତ ଫେରି ଆସିଛି। ଲୋକମାନେ ତାକୁ ଦେଖା କରିବା ପାଇଁ ଆସିବାକୁ ଲାଗିଲେ। କେତେଜଣ ସହାନୁଭୂତିରେ ଓ କେତେଜଣ କୌତୂହଳରେ, ଆଉ କେତେଜଣ କହିଲେ ଶେଷରେ ପୁଅ ମା ପାଖକୁ ଫେରି ଆସିଛି। ଆଉ କେତେଜଣ କହିଲେ, ଏବେ ତୁମେ ଦେଖିବ ସବୁ କିଛି ଠିକ୍ ହୋଇଯିବ। କିନ୍ତୁ ଶାରଦା ଦେବୀ ଜାଣିଥିଲେ ସବୁ ଠିକ୍ ହେବା ଏତେ ସହଜ ନୁହେଁ। ନେହା ସହରରେ ଏକା ଥିଲା। ଅମିତ୍ର ଆସିବା ପରେ ତାର ସବୁ ଗର୍ବ ଭାଙ୍ଗି ଭୟରେ ପରିଣତ ହୋଇଯାଇଥିଲା। ସେ ଭାବିଥିଲା ଯେ ଅମିତ ଫେରି ଆସିବ, କିନ୍ତୁ ବହୁତ ଦିନ ବିତିଗଲା। ଗୋଟିଏ ଦିନ ସେଇ ଖବରଟି ସହରରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଗଲା। ଶାରଦା ଦେବୀଙ୍କ ଫଟୋ ପୁଣି ଥରେ ଖବରକାଗଜରେ ବାହାରିଲା। ଏଥର ଆଉ ଏକ ଖବର ସହିତ, ଯେଉଁମାନେ ନିଜ ବାପା ମାଙ୍କୁ ଘରୁ ବାହାର କରିଦିଅନ୍ତି, ତେବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ନେହାର ମୁହଁ ମଳିନ ପଡ଼ିଗଲା। ସେ ବୁଝିପାରିଲା ଯେ ମାମଲାଟି ଆଉ କେବଳ ପରିବାରର ନୁହେଁ। ଏହି ସମୟରେ ଗାଁରେ ଏକ ନୋଟିସ୍ ଆସିଲା ଆଇନଗତ ସହାୟତା କେନ୍ଦ୍ରରୁ। ଶାରଦା ଦେବୀଙ୍କୁ ଫୋନ୍ କରାଯାଇଥିଲା। ଅମିତ ନୋଟିସ୍ ଦେଖିଲା। ତା ହାତ ଧରିବାକୁ ଲାଗିଲା। ସେ କହିଲା, ମା, ଏପରି କର ନାହିଁ। ମୋ ବିରୁଦ୍ଧରେ ମାମଲା ରୁଜୁ କର ନାହିଁ। ଶାରଦା ଦେବୀ ବହୁତ ସମୟ ପର୍ଯ୍ୟନ୍ତ ଅମିତକୁ ଚାହିଁ ରହିଲେ। ତାପରେ ସେ କହିଲେ, ମୁଁ କେବେ ତୋତେ ଦଣ୍ଡ ଦେଉନାହିଁ ପୁଅ, କିମ୍ବା ଏହା କୌଣସି ଦଣ୍ଡ ମଧ୍ୟ ନୁହେଁ। ଏହା ସବୁ ଏଥିପାଇଁ ଯେ ମୁଁ ଯେଉଁ ପରିସ୍ଥିତି ଦେଇ ଗତି କରିଥିଲି, ତାହା ଅନ୍ୟ କୌଣସି ମା'ମାନଙ୍କୁ କରିବାକୁ ନ ପଡ଼ୁ। ଅମିତ ଆଖିରୁ ଲୁହ ଝରି ପଡ଼ିଲା। ସେ ବୁଝିପାରିଲା ଯେ ତା ମା ଆଉ କେବଳ ତା ମା ହୋଇକି ନାହାନ୍ତି, ସେ ସମସ୍ତଙ୍କ ପାଇଁ ଜଣେ ଉଦାହରଣ ପାଲଟି ଯାଇଛନ୍ତି। ଶୁଣାଣିର ଦିନ ଆସି ପହଞ୍ଚିଗଲା। କୋର୍ଟ ରୁମ୍ରେ ଭିଡ଼ ଥିଲା। ମିଡିଆ ବାଲାଙ୍କର ମଧ୍ୟ ଭିଡ଼ ଥିଲା। ଲୋକମାନେ ଥିଲେ। ଅମିତ ଏବଂ ନେହା ଉଭୟଙ୍କୁ ଡକାଯାଇଥିଲା। ନେହା ପ୍ରଥମ ଥର ପାଇଁ ଶାରଦା ଦେବୀଙ୍କ ସମ୍ମୁଖରେ ଠିଆ ହୋଇଥିଲା। ତା ଆଖି ତଳକୁ ହୋଇଯାଇଥିଲା। ସେ କଥା କହିପାରିଲା ନାହିଁ। ଶାରଦା ଦେବୀଙ୍କୁ ପଚରାଯାଇଥିଲା, ତୁମେ କ'ଣ ଚାହୁଁଛ? ଶାରଦା ଦେବୀ କହିଲେ, ମୁଁ ମୋ ଘର ଫେରାଇବାକୁ ଚାହୁଁଛି। କୋର୍ଟ ରୁମ୍ରେ ନୀରବ ଖେଳିଗଲା। ଅମିତ୍ର ମୁଣ୍ଡ ତଳକୁ ହୋଇଯାଇଥିଲା। କିଛି ଦିନ ପରେ ନିଷ୍ପତ୍ତି ଆସିଗଲା। ଘରଟି ଶାରଦା ଦେବୀଙ୍କ ନାଁରେ ମଧ୍ୟ ହୋଇଗଲା। ଅମିତ ଓ ନେହାକୁ ଅଲଗା ରହିବାକୁ ନିର୍ଦ୍ଦେଶ ଦିଆଗଲା। ନେହା ଅମିତ ଆଡ଼କୁ ଚାହିଁଲା। ତା ଆଖିରେ ଏବେ ଅନୁତାପ ଥିଲା ଓ ସେ କହିଲା, ମୁଁ ବହୁତ ବଡ଼ ଭୁଲ କରିଦେଇଛି। ଅମିତ କିଛି ବି ଉତ୍ତର ଦେଇନଥିଲା। ଏମିତି କିଛି ଭୁଲ ଯୋଉଟା ଶବ୍ଦରେ କ୍ଷମା କରାଯାଇ ପାରିବ ନାହିଁ। ନେହା ସହରକୁ ଫେରିଗଲା। ଅମିତ ଗାଁରେ ଏକା ରହିଗଲା। ସେ ତା ଚାକିରି ଛାଡ଼ିଦେଲା। ସେ ଗାଁରେ ରହି କିଛି କରିବାକୁ ନିଷ୍ପତ୍ତି ନେଲା। ପ୍ରତିଦିନ ସକାଳେ ସେ ତା ମାଙ୍କ ପାଦ ତଳେ ବସୁଥିଲା। ପ୍ରତି ସନ୍ଧ୍ୟାରେ ତାଙ୍କ ସହିତ ଅଗଣାରେ ବସି ଚୁପଚାପ ଆକାଶକୁ ଚାହିଁବା। ରାଧାର ପାଠପଢ଼ା ସରିଗଲା। ଗୋଟିଏ ଦିନ ସେ ତା ମାକୁ କୁଣ୍ଢାଇ କାନ୍ଦିଲା, ମା, ଯଦି ତୁମେ ସେଦିନ ମୋତେ ସାହସ ନ ଦେଖେଇଥାନ୍ତ, ତେବେ ମୁଁ ଆଜି କିଛି କରିପାରିନଥାନ୍ତି। ଶାରଦା ଦେବୀ ତା ମୁଣ୍ଡରେ ହାତ ରଖିଲେ ଓ କହିଲେ, ମୁଁ କିଛି କରିନାହିଁ ଝିଅ, କେବଳ ତୋତେ ଆଗକୁ ବଢ଼ିବା ପାଇଁ ଉତ୍ସାହିତ କରିଥିଲି। ଗୋଟିଏ ଦିନ ପୁଣି ସେହି ସାମ୍ବାଦିକମାନେ ଶାରଦା ଦେବୀଙ୍କ ପାଖକୁ ଆସିଲେ ଓ ପଚାରିଲେ, ଆପଣଙ୍କୁ ସବୁଠାରୁ ଖୁସି କେବେ ଅନୁଭବ ହୋଇଥିଲା? ଶାରଦା ଦେବୀ ହସିକି କହିଲେ, ଯେଉଁଦିନ ମୋ ପୁଅ ତାର ସବୁ ଗର୍ବ ଅହଙ୍କାର ଛାଡ଼ି ମୋ ସାମ୍ନାରେ ଏକ ଭଲ ମଣିଷ ହୋଇ ଠିଆ ହୋଇଥିଲା। ଅମିତ କିଛି ଦୂରରେ ଠିଆ ହୋଇ ସବୁ କଥା ଶୁଣୁଥିଲା।
ତାର ଆଖି ଲୁହରେ ଭରିଗଲା। ସେ ମନେ ମନେ କହିଲା, ମା, ତୁମେ ମୋତେ କ୍ଷମା କରି ନୁହେଁ ବରଂ ମୋତେ ପରିବର୍ତ୍ତନ କରି ମୋତେ ସବୁଠାରୁ ବଡ଼ ଦଣ୍ଡ ଦେଇଛ। ଆଜି ମଧ୍ୟ ସେହି ଘରର ଅଗଣାରେ ଏକ ତୁଳସୀ ଗଛ ଅଛି ଓ ସବୁଦିନ ସେଠି ଗୋଟିଏ ଦୀପ ମଧ୍ୟ ଜଳେ। ଆଉ ଶାରଦା ଦେବୀ ପ୍ରତିଦିନ ସକାଳେ ଭଗବାନଙ୍କ ସମ୍ମୁଖରେ ହାତ ଯୋଡ଼ି କେବଳ ଏତିକି କୁହନ୍ତି, ଭଗବାନ, ପୁଅ ଥାଉ ଥାଉ କେବେ ଆଉ କୌଣସି ମାଆକୁ ଏକା ଓ ଅସହାୟ ରହିବାକୁ ନ ପଡ଼ୁ। ଏହା ଏପରି ଏକ କାହାଣୀ ଥିଲା ଯାହାକୁ ଶୁଣି ସାରା ଦୁନିଆ କାନ୍ଦି ପକେଇଥିଲା। ଯଦି ଏହି ମାଆଙ୍କ କାହାଣୀ ଆପଣଙ୍କ ଆଖିରେ ଲୁହ ଆଣିଥାଏ କିମ୍ବା ଯଦି ଏହା ଆପଣଙ୍କୁ ଆପଣଙ୍କ ନିଜ ମାଆଙ୍କ କଥା ମନେ ପକାଇଥାଏ, ତେବେ ଏପରି ଆହୁରି ହୃଦୟସ୍ପର୍ଶୀ କାହାଣୀ ଶୁଣିବା ପାଇଁ ଦୟାକରି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।